महादेवं महात्मानं महायोगी महेश्वर महापाप परं देवं मोकाराय नमो नमः। ओम नमो शिवाय। नमो शिवाय न कथा कही मो कथा कहली। महादेवं महात्मानं से हेले महादेव देव देवंकर देव महादेव महान आत्मा से आउ समस्त आत्मा तांकोठु सृष्ट। महादेवं महात्मानं से महायोगी निरंतर ध्यानस्थ तो निजे परम ब्रह्म क्या ध्यान करती प्रश्न आसवन मन को दैव दौड़ी मनीष गाई जेणिकी टाणी तेणिकी जाई सबुरी शिखर रे आउ गोटे शक्ति अच्छी से दैव ये दैवंकर ये हेले आद्य संतान दैवंकर रूप कई जानी देखिनी जानिनी गढ़ी पारे तेणु समस्त जगत शिवं को दैव कहती। शिव निराकार केतेबेले से लिंग रूप केतेबेले स्वरूप महादेवं महात्मानं महायोगी महेश्वर ईश्वर अछंती मध्य मिशी महान। महादेवं महात्मानं महायोगी महेश्वर महापाप हरम ज्ञात अज्ञातरे आमे समस्ते नर बानर सुर असुर आमे जी जो प्रकार पाप करुछे से किछि सामान्य पाप अच्छी किछि महापाप अच्छी जो पापर हिसाब नहीं से पाप को आम जदि एकांतरे निरंतर भाव निष्पत्ति नवा आउ भूल करवानी बाप करवानी एवं शयने स्वपने जागरणे से महादेव को स्मरण करवा ताहले से नीलकंठ विष पीला भली हम पाप को पीजे नहीं जीवे धोईदेवे पाप पीवा महापाप हरं देवं आउ से हेले मकार अ उ म এই তিনোটি অক্ষর মিশিলে ওঙ্কার हुए ए अ उ म रे से हेले मकार। तेणु हे बंधु आम से परम ब्रह्म शिवं को पाद पद्म प्रणाम करी आज आलोचना करिबा बिछा राशि ओ मंगल ग्रह। बिछा बिना मंगल बंची पारिबो मंगल बिना बिछा बंची पारिबोनी। मंगल को बा माटी कुआ जाए बिछा हला गछ तार 17 18 16 17 18 विशाखा अनुराधा ज्येष्ठा ये तीन नक्षत्र तार शाखा ए माटी एमाने खाद्य संग्रह करी बंची थांती अर्थात मंगल प्रेरणा पाई उत्साह पाई परामर्श पाई बिछा राशि अधिक अग्रसर होता। बिछा बिना मंगल बंची पारिबो मात्र मंगल बिना बिछार अस्तित्व नहीं कारण मंगल ही बिछार मालिक। 16 17 18 এই নক্ষত্র ত্রয় তার তিনোটি শাখা आउ बिछा आदि गछ मंगल नामक माटी उपरे ठिया होइछि। माटीरू खाद्य सार ग्रहण करी वृक्ष बंचिला भली मंगलर परामर्श प्रेरणा पाई ए तीन नक्षत्र को नहीं बिछा राशि हृष्ट पुष्ट सुस्थ सबल होइछि। मेष राशिर लोके कम ऊंचा सुस्थ सबल समर्थ निर्भीक बिछा राशि ये समस्त गुण अधिकारी तथापि एमानकर चौड़ा छाती दीर्घ शरीर डेंगा आउ टिके मोटा
ଆଉ ଅଧିକ ବିଛାଠୁ ମେଷ ଟିକେ ବୁଦ୍ଧିମାନ। ମେଷ ଟିକେ ଖଳ ପ୍ରକୃତିର, ବିଛା କିନ୍ତୁ ଖଳ ପ୍ରକୃତିର ନୁହେଁ। ଦେଖିବା କ'ଣ ହେଲା। ବିଛା ରାଶି ଗଲା କହିଲା ମେଷ ରାଶିର ଲୋକେ ଗର୍ବ ହୋଇଥିଲା ବେଳେ ବିଛା ରାଶିର ଲୋକେ ପ୍ରାୟ ଉନ୍ନତ ହୋଇଥାନ୍ତି। ପ୍ରାୟ, ମୁଁ ସବୁ କଥା କହୁନି, 80% ବିଛା ରାଶି ଲୋକମାନେ ଉନ୍ନତ ଡେଙ୍ଗା। ବିଛା ରାଶିର ଲୋକେ ଯୁକ୍ତି ଓ କଳହ ପ୍ରିୟ। ନିଜ ସ୍ୱାର୍ଥ ସାଧନ ପାଇଁ ଏମାନେ ଲଢ଼େଇ କରିଥାନ୍ତି। ଯଦି ପାଠ 2 ଅକ୍ଷର ପଢ଼ିବାର ସୁଯୋଗ ପାଇଥାନ୍ତି ତେବେ ବନ୍ୟା ପାଣି ପରି ଆଗକୁ ଆଗକୁ ମାଡ଼ି ଚାଲନ୍ତି। ଯଦି ବିଛାରେ ମଙ୍ଗଳ ଥାନ୍ତି ସେ ବୃଷ କୁମ୍ଭ ଓ ସିଂହକୁ ଦୃଷ୍ଟି ଦିଅନ୍ତି। ବିଛାରେ ମଙ୍ଗଳ ଥାନ୍ତି ସେ ବୃଷ କୁମ୍ଭ ଓ ସିଂହକୁ ଦୃଷ୍ଟି ଦିଅନ୍ତି। ବିଛା ଯଦି ଲଗ୍ନ ତେବେ ବୃଷ ସପ୍ତମ, ସିଂହ ଦଶମ, କୁମ୍ଭ ଚତୁର୍ଥ ହେବ। ଆଚ୍ଛା, ସେହି ବ୍ୟକ୍ତିଙ୍କୁ ସଂସାରର ସବୁ ସୁଖ ମିଳିବ। ସୁନ୍ଦରୀ ସୁଶୀଳା ନାରୀ ଯଦି ପୁରୁଷ ହେଇଥିବେ, ଆଉ ସୁନ୍ଦର ସୁଠାମ ଯୁବକ ଯଦି ସେ ନାରୀ ହେଇଥିବେ, ଓ ଉତ୍ତମ କର୍ମ ତଥା ବହୁ ଭୂ ସମ୍ପତ୍ତି ମିଳିଥାଏ। ସେ ଭଲ ଭଲ ବନ୍ଧୁମାନଙ୍କ ମେଳରେ ସମୟ କାଟିଥାନ୍ତି। ଯଦି ମୀନ ଲଗ୍ନ ତେବେ ବିଛା ନବମ ଭାଗ୍ୟସ୍ଥାନ, ଭାଗ୍ୟାଧିପତି ମଙ୍ଗଳ। ଏହି ମଙ୍ଗଳ ଯଦି ଧନୁରେ ଥାଏ ବା ଧନୁର ଅଧିପତି ଗୁରୁ ବିଛାରେ ଥାନ୍ତି ବା ବିଛାରେ ମଙ୍ଗଳ ଓ ଗୁରୁ ଥାନ୍ତି ବା ଧନୁରେ ମଙ୍ଗଳ ଓ ବୃହସ୍ପତି ଥାନ୍ତି, ତେବେ ଯେତକ ଏଇଟା ହେଲା 4ଟା ହେଲା। ଏହି 4 ଜଣ ବ୍ୟକ୍ତିଙ୍କୁ ସୁଖ ସ୍ୱାଗତ କରିଥାଏ। କେବେ ବି ଏମାନଙ୍କ ଦ୍ୱାରକୁ ଦୁଃଖ ବୁଲି ଆସେନି। ସେମାନଙ୍କ ଘରେ ଦୁଃଖ ଆତିଥ୍ୟ ଗ୍ରହଣ କରିପାରେନି। ଏମାନେ ଭାଗ୍ୟବାନ। ବିଛା ଲଗ୍ନ ହେଲେ ଧନୁ ଦ୍ୱିତୀୟ ଘର। ଦ୍ୱିତୀୟ ଘର ମାନେ ବୃହସ୍ପତି। ବୃହସ୍ପତି ଯଦି ଧନୁରେ ଥାନ୍ତି ବା ସିଂହରେ ଥାନ୍ତି ତେବେ ଏହି 2ଟି ଜାତକ କ୍ରମଶଃ ବଢ଼ି ବଢ଼ି ଧନର ଶିଖରରେ ପହଞ୍ଚି ଯାଆନ୍ତି। ଧନପତି ଧନ କର୍ମ ଗୋ। ଯଦି ଧନପତି ମାନେ ଦ୍ୱିତୀୟ ଘରର ମାଲିକ ଯଦି ଦ୍ୱିତୀୟ ଘରେ ଥାଏ ବା ଦଶମ ଘରେ ଥାଏ, ସବୁ ଜାତକ ପାଇଁ ଯେତେ ଜାତକ ପୃଥିବୀରେ ଅଛି ସବୁ ଜାତକ ପାଇଁ ଆମେ ପ୍ରଥମେ ଦେଖିବା ଲଗ୍ନ କେଉଁଠି ଓ ତାର ଡାହାଣ ପଟ ଘର ଦ୍ୱିତୀୟ ଘର। ସେ ଘରର ମାଲିକ କିଏ? ସେ ଯଦି ସେଇ ଦ୍ୱିତୀୟ ଘରେ ଥାଏ ବା ଦଶମ ଘରେ ଥାଏ, ଲଗ୍ନଠୁ ଦ୍ୱିତୀୟ, ଲଗ୍ନକୁ 1 ଧରି ଗଣି ଗଣି ଗଲେ ଯେଉଁଠି 10 ହେବ। ତେବେ ଯଦି ସେ ଭିକାରୀ ପିଲା ହେଇଥାଏ, ଗରିବ ଦରିଦ୍ର ଘର ପିଲା ହେଇଥାଏ, ସେ କ୍ରମଶଃ ବଢ଼ି ବଢ଼ି ଧନର ଶିଖରରେ ପହଞ୍ଚିଯାଏ। ଧନୁରେ ବା ବିଛାରେ ଚନ୍ଦ୍ର, ମଙ୍ଗଳ, ରବି ଓ ବୃହସ୍ପତି ଥାନ୍ତି ବା ଲଗ୍ନ ଚତୁର୍ଥ, ସପ୍ତମ ବା ଦଶମରେ ଏହି 4 ଗ୍ରହ ଥାନ୍ତି ବା ଏମାନଙ୍କ ମଧ୍ୟରୁ 3ଟି ଗ୍ରହ ଥାନ୍ତି, ତେବେ ଏହି 6ଟି ଯାକ ଜାତକ ଯେଉଁ ଯେଉଁ ବ୍ୟକ୍ତିଙ୍କର ସେମାନେ ଭାଗ୍ୟବାନ। ମାନେ ଏଥିରେ ଅଧା ଅଧି ଲୋକ ପଳେଇଗଲେ। ବୁଝିବାକୁ ପଡ଼ିବ। ଯଦି ବିଛା ଲଗ୍ନରେ ମଙ୍ଗଳ ଥାଏ ଓ ବୃହସ୍ପତି କୁମ୍ଭ, ବୃଷ ବା ସିଂହରେ ଥାନ୍ତି, ତେବେ ଏହି 3ଟି ଯାକ ଜାତକ ଦୀର୍ଘାୟୁ, ବଳବାନ, ବୁଦ୍ଧିମାନ, ବିବେକୀ ଓ ଚରିତ୍ରବାନ ହୋଇଥାନ୍ତି। ଯଦି ଆପଣଙ୍କର ବିଛା ରାଶି, ସ୍ଥିର ମନରେ ଜାତକକୁ ଖୋଲନ୍ତୁ। ଯାହା ଯାହା କହିଲି ତାକୁ ଟିକେ ନିରୀକ୍ଷଣ କରନ୍ତୁ, ସଂରକ୍ଷଣ କରନ୍ତୁ। ଦେଖିବେ ଆପଣ
ଆପଣଙ୍କର ଭାଗ୍ୟ କର୍ମ କୁ ନେଇ ନିଶ୍ଚୟ ଖୁସି ହେବେ। ରହିଲି, ନମସ୍କାର।